ହାତୀମୁରା ବ୍ଲକ ଅନ୍ତର୍ଗତ ଜୟନ୍ତପୁର ଗ୍ରାମ ପଞ୍ଚାୟତର କେନ୍ଦୁଘାଟି ସ୍ଥିତ ଶ୍ରୀରାମ ବାଟିକାରେ 5 ଦିନ ଧରି ଚାଲିଥିବା 24 ପ୍ରହରୀ ନାମଯଜ୍ଞ ଆଜି ପୂର୍ଣ୍ଣାହତି ପଡ଼ିଛି। ଏହି ନାମଯଜ୍ଞର ବିଶେଷତ୍ୱ ହେଉଛି ସାଧୁସନ୍ଥ ମହାତ୍ମାମାନଙ୍କର ପବିତ୍ର ଦର୍ଶନ। ଶ୍ରୀରାମ ଭକ୍ତ ତଥା ଶ୍ରୀ ହନୁମାନ ଭକ୍ତ ସମାଜସେବୀ ଶତ୍ରୁଘ୍ନ ଲାଲ ସାହାଙ୍କ ତତ୍ତ୍ୱାବଧାନରେ ଦୀର୍ଘ ବର୍ଷ ହେବ ଏଠାରେ ଏହି ନାମଯଜ୍ଞ ଅନୁଷ୍ଠିତ ହୋଇ ଆସୁଛି। ଏହି ମହାଯଜ୍ଞରେ ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରୀରାମ ଓ ଶ୍ରୀକୃଷ୍ଣ ଭକ୍ତମାନଙ୍କ ସହିତ ଧାର୍ମିକ ବ୍ୟକ୍ତିତ୍ୱ, ସାଧୁ ସନ୍ଥ, ରାଜନେତା, ଜନପ୍ରତିନିଧି, ସାମ୍ବାଦିକ ପ୍ରମୁଖ ଯୋଗ ଶ୍ରୀକୃଷ୍ଣଙ୍କର କୃପା ଲାଭ କରିଥିଲେ। ମହାଯଜ୍ଞର ପରିସମାପ୍ତି ପରେ ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଅନ୍ନପ୍ରସାଦରେ ଆପ୍ୟାୟିତ କରାଯାଇଥିଲା। ଏଥିରେ ସମ୍ବଲପୁରର ପୂର୍ବତନ ଉପନଗରପାଳ ତଥା ସମାଜସେବୀ ସିଦ୍ଧାର୍ଥ ସାହା ଓ ତାଙ୍କ ଟିମ୍ ସହଯୋଗ କରିଥିଲେ। ସମ୍ବଲପୁରରୁ ହେମନ୍ତ ଭୈଁସାଙ୍କ ରିପୋର୍ଟ, ସନ୍ଧାନ ନ୍ୟୁଜ୍। कृष्ण